ଜଗନ୍ନାଥ କେତେବେଳେ ବଳରାମର ବାଲି ରଥରେ, ପୁଣି କେତେବେଳେ କାଠ ରଥରେ, ପୁଣି ଆଉ କେତେବେଳେ କଳାକାର ଦୁବ ରଥରେ ବିରାଜମାନ କରିବାକୁ ଭଲ ପାଏ, ସେ କଥା ଶ୍ରୀ ଜଗନ୍ନାଥ ହିଁ ଜାଣନ୍ତି। ତେବେ ଦର୍ଶକ ବନ୍ଧୁ, ଆଜି ଆମେ ଏମିତି ଏକ ଜାଗାରେ ବାଲି ଦୁବରେ ତିଆରି କରିଥିବା ଜଣେ କଳାକାର, ଦୁବ ଘାସରେ ରଥ ତିଆରି କରିଥିବା ଜଣେ କଳାକାରଙ୍କର ପାଖରେ ଆମେ ପହଞ୍ଚିଛନ୍ତି। କାହିଁକି ସେ ଦୁବ ଘାସରେ ରଥ ତିଆରି କରିଛନ୍ତି ବାରି ଦୁବରେ? ଆସନ୍ତୁ ତାଙ୍କ ସହିତ ଆମେ ଆଲୋଚନା କରିବା ପ୍ରକୃତରେ କଣ ରହିଛି ପ୍ରତ୍ୟେକ କଥା। ଆମେ ଯିବା, ଆପଣଙ୍କର ପରିଚୟ। नमस्कार, जय जगन्नाथ। मु डॉक्टर सुबल महाराणा, मु जड़े बालुका शिल्पी। ଆଚ୍ଛା, ମତେ କୁହନ୍ତୁ, ଆପଣ ଜଣେ ବାଲୁକା ଶିଳ୍ପୀ, ତେବେ ଆଜି ଆପଣ ଏଇ ଯୋଉ ତିଆରି କରିଛନ୍ତି, ଏଇ ଯୋଉ ରଥଟି ଯୋଉ ତିଆରି କରିଛନ୍ତି, ଆପଣ ଦେଖିପାରୁଛନ୍ତି ଏଇ ଯୋଉ ଦୁବ ଘାସରେ ରଥ ତିଆରି କରିଛନ୍ତି, ଏଇଟା ଆପଣ କେତେ ବର୍ଷ ଲାଗିଥିଲା, କେତେ ମାସ ଲାଗିଥିଲା, କେତେ ଦିନ ଲାଗିଥିଲା, କେତେ ସମୟ ଲାଗିଥିଲା, ଆଉ କାହିଁକି ଏ ରଥ ଆପଣ ଦୁବ ଘାସରେ ତିଆରି କଲେ? ପ୍ରତ୍ୟେକ କଥା ଟିକେ ଆମେ ନବା। मु 2020 मसीह गोटे रथ करी 2.3 सेंटीमीटर, ताहा निम्ब बेल आ तुलसी काठरे बनई। सेटा 2.3 थिला, सेठरे मत 12टा विश्व रेकर्ड होता, 12टा कंट्री रो। आउ ए वर्ष चिंता कली किसी ना किसी गोटे करवा नुआ, तेणु 2 दिन पूर्व रथयात्रा पूर्व बसिक चिंता कली कौन गोटे करी। ठाकुर को सदाबले एमती चिंता कली, प्रार्थना कली, मन पकईली प्रभु कौन गोटे मत बुद्धि दियो, जहाँ गोटे करी। तेणु राति पाई सकाळ हला, सकाळ सकाळ मन में उठू उठू चिंता हला जे ठाकुर मस्तक दुब लगुच। आउ ए वर्ष दुबरे मु गोटे रथ बनैबी। आउ ठाकुर तो बाली रथरे आसुंती, काठ रथरे आसुंती, कलाकार केते प्रकार जिनिस तैयारी करछंती। आउ विश्वर बड़ रथ पृथ्वी रे होची, मु भाबिली ए दुबरे छोट रथ करिवि, आउ ठाकुर को एइथरे ही उपस्थापना करिवि। କଥା ଆପଣଙ୍କ କାହିଁକି ମୁଣ୍ଡକୁ ଢୁକିଲା ଯେ ନାହିଁ ଆପଣ ଦୁବ ଘାସରେ ତିଆରି କରିବେ? ଆଗରୁ କୋଉ କୋଉଥିରେ ତିଆରି କରିଥିଲେ, ଏଥର କାହିଁକି ଦୁବ ଘାସରେ ତିଆରି କରିବାକୁ ଆପଣ ଚିନ୍ତା କଲେ? ସେଇ ତ ମୁଁ ଭାବୁଛି ଠାକୁର ସବୁ ଜାଗାରେ ପ୍ରାଣ ପ୍ରତିଷ୍ଠା ହେଇପାରନ୍ତି, ପଥର ବାଲି କାଠ ସବୁଥିରେ ପ୍ରତିଷ୍ଠା ହେଇପାରନ୍ତି। ତେଣୁ ଗୁଆ ଦେବ ବୁଲରେ ତ ବନିଥିଲେ, ଏ ବର୍ଷ ଦୁବରେ ବନିଲେ ଠାକୁର ସବୁ ଜାଗାରେ ବିଦ୍ୟମାନ। ତେଣୁ ନିଶ୍ଚିତ ଭାବରେ ଏ ରଥରେ ଠାକୁର ବିଦ୍ୟମାନ ହେଇପାରିବେ ବୋଲି ମୋର ନିଜର ଗୋଟେ ଆତ୍ମବିଶ୍ୱାସ ହେଲା। ଆଉ ମତେ ମୁଁ ଚିନ୍ତା କଲି ଯେ ଦୁବରେ ହିଁ କରିବି, ଆଉ କରିବି ପାରିଲି ଠାକୁରଙ୍କ ଆଶୀର୍ବାଦ। ଏଇଟାର ଉଚ୍ଚତା କେତେ, ଲମ୍ବା କେତେ, କେତେ ସମୟ ଲାଗିଥିଲା, ଆଉ କେତେ ଦୁବ ଲାଗିଥିଲା? ଏଇଟା ତା ସହିତ କଣ କଣ ଲାଗି? ସକାଳୁ ଯୋଉ ଉଠିକି ଗଲି ଦୁବରେ ବନେଇବା ପାଇଁ, ବାଡିର ଯୋଉ ବାଡି ରହୁଥିଲି ସେ ବାଡିର ଦୁବରୁ ଏଇଟା ବନେଇଛି। ଆଉ ଏଇ ରଥ ଯୋଉ ବନିଛି, ଏଇ ଯୋଉ ଦୁବ ଏଠି ଆପଣଙ୍କର ରଥ ବାଡ଼, ରଥ ଅଖ, ଆଉ ଏଇ ସବୁ ଜିନିଷ ଯୋଉ ଲାଗିଛି ଏଟା ସବୁ ଦୁବ କାଠରେ ବନା ହେଇଛି। ଆଉ ଏଇ ଦଧିନୟତର ତଳକୁ ଏଇଟା ଗୁଳି ଗୁଆ, ଯୋଉ ପୂଜନୀୟ ଗୁଆରେ ବନା ହେଇଛି। ଆଉ ହଁ, ଆଉ ଯୋଉ ଠାକୁର ବନିଛନ୍ତି ଆମର ପୁରୀରେ ଯୋଉ ଜଗନ୍ନାଥଙ୍କ ରଥ ଯୋଉ ବଡ ଠାକୁର ଅଛନ୍ତି, ଆଉ ଏଇଠି ମଧ୍ୟ ମୁଁ ନିମ୍ବ ଦାରୁରେ କାଠରେ ଏଠି ବନେଇଛି ଠାକୁରଙ୍କର ମୂର୍ତ୍ତି ବନେଇଛି। ଆଉ ୟାକୁ यार हाइट ହେଉଛି 1.9 सेंटीमीटर ମାନେ ସିଏମ୍। କଣ କଣ ରଖିଛନ୍ତି ରଥରେ? କଣ କଣ ସବୁ ଅଛି ରଥରେ? ଦେଖନ୍ତୁ, ଯେମିତି ଜଗନ୍ନାଥଙ୍କର ନନ୍ଦିଘୋଷ ରଥରେ 16ଟି ଚକ ଥାଏ, ଏଥିରେ 16ଟି ଚକ ଅଛି। ଏଇ ଯୋଉ 16ଟି ଚକ ଅଛି, ଏଇ ଚକ ରଥ ରଜୁ ଘୁଚିଲେ ଝିକିଲେ ଏ ରଥ ଗଡୁଛି। ଆଉ ରଥର ଯୋଉ ଏଠି ଦଧିନତି ଅଛନ୍ତି, ଓଲଟେ ଶୁଆ ଅଛନ୍ତି, ପତିତପାବନ ବାନା
ଏଠି ଡାହୁକ ସାରଥୀ ଆଉ 4ଟି ଘୋଡା ସବୁ ଯେମିତି ବଡ ରଥରେ ହଉଛି ସବୁ ଗୁଡାକ ସେମିତି ମୁଁ ଏଥିରେ ପ୍ରତିପାଦନ କରିଛି। କେତେ ଦିନ ସମୟ ଲାଗିଲା, କେମିତି କଣ ଏଇଟା ତିଆରି କରିପାରିଲେ, ଆଉ କେତେ ବର୍ଷ ଲାଗିଲା ନା ଦିନ ନା ଦିନ ନାହିଁ ବର୍ଷ ନାହିଁ, ମାତ୍ର 4 ଘଣ୍ଟା ସମୟରେ ଏଇଟା ତିଆରି ହେଇଗଲା। ଆଉ ଏଇ ରଥ ବନେଇବା ଭିତରେ ଏଇ ତଳ ପର୍ସନରୁ ଏଇ ପର୍ସନ ଯୋଉ 4ଟି ଖୁଣ୍ଟ ଲାଗିଛି, ଏଇ ଖୁଣ୍ଟକୁ ବନେଇବା ପାଇଁ ଆଉ ବହୁତ ଥର ଖସିଲା ଭାଙ୍ଗିଲା, କିନ୍ତୁ ତଥାପି ମୋର ଆତ୍ମବିଶ୍ୱାସ ନିଶ୍ଚିତ ଭାବରେ ହବ। ତାକୁ ପୁଣି ଆଉଥରେ ଚେଷ୍ଟା କରି କରି ତାକୁ ତିଆରି କଲି। ଆଉ ବନେଇଲା ବେଳେ ଆଖିରୁ ଧାର ଧାର ହେଇକି ଲୁହ ବହୁଥିଲା। ଆଉ ଯେତେ ଯାହା ହେଲେ ପଛେ ମୁଁ ଏଟାକୁ କରିବି, କରିକି ଯାଉ ସକ୍ସେସ୍ ହେଲା, ଏଇଟା ବନେଇ ତିଆରି ପାରିଲେ। କରିବା ପାଇଁ କଣ କଣ ସବୁ ମାନେ ଆପଣଙ୍କର ସରଞ୍ଜାମ ବ୍ୟବହାର କରିଛନ୍ତି, କୋଉ କୋଉ ରଙ୍ଗ ବ୍ୟବହାର କରିଛନ୍ତି, ଆଉ କଣ କଣ ସବୁ ରହିଛି? ଏଇଠି ଦେଖନ୍ତୁ, ଏଇଥିରେ ଲାଗିଛି ଦୁବ, ଏଥିରେ ଲାଗିଛି ଗୁଳି ଗୁଆ, ଆଉ ଏଇଠି ଠାକୁର ଅଛନ୍ତି ନିମ୍ବ କାଠ। ତାପରେ ଏଇ ଯୋଉ ରଜୁ ଲଗା ହେଇଛି, ଯୋଉ ଏଇଟା ଗୋଟେ ସୂତାଟା ଲାଗିଛି ମାନେ ରଜୁ ହିସାବରେ। ଆଉ ଏଇ ଯୋଉ କଲର ଆକ୍ରିଲିକ କଲର ଲାଗିଛି। ଆଉ ଏଇ ଠାକୁରଙ୍କୁ ଦର୍ଶନ କରିବାକୁ ହେଲେ ଆପଣଙ୍କୁ ଏଇ ଜବ ଗାଛରେ ଦେଖିବାକୁ ପଡିବ, ନହେଲେ ଖାଲି ଆଖିରେ ଆପଣଙ୍କୁ ଠାକୁର ଦେଖାଯିବେନି। ତେଣୁ ଆକୁ ଆଗ ପଛ କରିକି ଦେଖିଲେ ସେଟା ଦେଖାଯିବ। ପ୍ରଥମେ କରିଥିଲି 2.3 ଇଞ୍ଚରେ, ସେଇଟା ଚେଷ୍ଟା କଲି ହଉଛି ନା ନାଇଁ। ହଉ ହଉ 100% ସକ୍ସେସ୍ ହେଇଗଲା, ଆଉ ବହୁତ ବଢିଆ ହେଲା। ତେଣୁ ତାପରେ ପରେ 3ଟା ରଥ ବନେଇଥିଲି, ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର 3ଟା ରଥ ବନାହେଇଥିଲା। ତାପରେ ପୁଣି ଆଉଥରେ ଗୋଟେ ବନେଇଥିଲି ରେକର୍ଡ କରିବାକୁ, ୱାର୍ଲଡ ରେକର୍ଡ କରିବା ପାଇଁ। ୱାର୍ଲଡ ରେକର୍ଡ ଯୋଉ କରାଗଲା ସେଟା ଟାଇମ ଟେବୁଲ ରଖାଗଲା। ଆଉ 2 ଜଣ ଜଜ୍ ପାଖରେ ରହିଲେ, ଓଡିଶା ଟୁରିଜମର ଆସିଷ୍ଟାଣ୍ଟ ଡାଇରେକ୍ଟର ରହିଲେ, ଆଉ ଷ୍ଟେଟ ବ୍ୟାଙ୍କର ଜୋନାଲ ଅଫିସର ଜଣେ ଏଜିଏମ୍ ସେ ପାଖରେ ରହିଲେ। ତାଙ୍କର ପ୍ରେଜେନ୍ସରେ ସେଟା ବନାଗଲା। ସେଟା ବନେଇଲା ପରେ ସେଟାକୁ ନାନା ପ୍ରକାର ୱାର୍ଲଡ ରେକର୍ଡକୁ ଯେତେବେଳେ ପଠାଗଲା, 12ଟା କଣ୍ଟ୍ରିରୁ ଗୋଲ୍ଡ ମେଡାଲ, ସିଲଭର ମେଡାଲ, ବ୍ରୋଞ୍ଜ ମେଡାଲ ସବୁ ଆସିକି ପାଖରେ ପହଞ୍ଚିଲା। ଏଇ ହଉଛି ତାର ସବୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ, ଏସିଆ ବୁକ୍ ଅଫ୍ ରେକର୍ଡ, ଏ ନାନା ପ୍ରକାର ଭାରତ ବୁକ୍ ଅଫ୍ ରେକର୍ଡ, ୱାର୍ଲଡ ବୁକ୍ ଗ୍ରେଟେଷ୍ଟ ରେକର୍ଡ, ଏ ନାନା ପ୍ରକାର ସାର୍ଟିଫିକେଟ ଆଉ ମେଡାଲ ସବୁ ପାଇଛି। ତ ମୋ କହିବା କଥା ହେଲା, ଆପଣ ଜଣେ ବାଲୁକା ଶିଳ୍ପୀ, କିନ୍ତୁ କାହିଁକି ଆପଣ ଏଇ ଯୋଉ ରଥ ତିଆରି କରିବାକୁ କାହିଁକି ମନ ପଡେ? ମୁଁ ଖାଲି ବାଲିରେ ବି କରେନି, ବାଲି କରେ, ଆଇସରେ କରେ, ମୁଁ ପଥରରେ କରେ, ପାଉଁଶରେ ତିଆରି କରେ, ଫଳମୂଳରେ ତିଆରି କରେ, ନାନା ପ୍ରକାର ଯୋଉଟା ଚାହିଁଲେ ସେଇଟା ହେଇପାରିବ। ଆଉ ଜଗନ୍ନାଥଙ୍କୁ ଚିନ୍ତା କଲି ଏ ରଥ ବି ବନେଇ ପାରିବି। ତେଣୁ ପୁରୀରେ ତ ବଡ ରଥକୁ ସୁବିଧା ମିଳିଲାନି, ଏବେ ଏଇଠି ବସିକି ନିଜେ ଏବେ 6ଟା ରଥ ବନେଇ ସାରିଲେଣି। କଣ ସବୁ ରେକର୍ଡ କରିଛନ୍ତି? ସବୁ କରିକି ବିଭିନ୍ନ କ୍ଷେତ୍ରରେ କଣ ସବୁ ରେକର୍ଡ 12ଟା କରିଛନ୍ତି? ଖଣ୍ଡେ ରେକର୍ଡ ପାଇଲିଣି। ୱାର୍ଲଡ ବୁକ୍ ଗ୍ରେଟେଷ୍ଟ ରେକର୍ଡ, ଭାରତ ୱାର୍ଲଡ ବୁକ୍ ରେକର୍ଡ, ୱଣ୍ଡର ଅଫ ଦ ୱାର୍ଲଡ, ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡ, ଏସିଆ ବୁକ୍ ଅଫ୍ ରେକର୍ଡ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ, ଏଇଭଳି ଇନକ୍ରେଡିବଲ। ଏମିତି ନାନା ପ୍ରକାର ସବୁ ଆୱାର୍ଡ ମିଳିଛି। ଏଇସବୁର ସଉକ କେମିତି ରହିଲା ବୁକ୍ ଅଫ୍ ରେକର୍ଡ? ମୁଁ ଚିନ୍ତା କଲି ଜୀବନରେ ତ କିଛି ଆଣିନି କିଛି ନପାନି, ତେଣୁ ଯେତିକି ସମାଜରେ ଲୋକମାନଙ୍କୁ ଖୁସି ଆନନ୍ଦ ଦେଇପାରିବା, ତେଣୁ ଏଇଟା ଗୋଟେ ମାଧ୍ୟମ ହଉଛି। ଆପଣ ଦୁବରେ ଗୋଟେ ବଡ ରଥ କରିଥାନ୍ତେ, ସୁନ୍ଦର ଭାବରେ କରିଥାନ୍ତେ, ସାରା ବିଶ୍ଵ ଦେଖିଥାନ୍ତା, ସମସ୍ତେ ଦେଖିଥାନ୍ତେ, ଆଉ ଟିକେ ଖୁସି ହେଇଥାନ୍ତେ। ଆପଣ ଏଠି ଛୋଟ ରଥରେ କଲେ ଜଗନ୍ନାଥ ଦେଖା ଯାଉନାହାନ୍ତି, ଆପଣଙ୍କୁ ଯବ କାଛରେ ଦେଖିବାକୁ ପଡୁଛି, ହେଲେ ଛୋଟଟେ କାହିଁକି? ସେଇଟା ତ ଇମ୍ପୋର୍ଟାଣ୍ଟ। ବଡ ରଥ ତ ସାରା ବିଶ୍ଵରେ ସବୁଠି ରଥ ବଡ ବଡ ହଉଛି, କିନ୍ତୁ ସେ ବଡ ରଥରେ ଠାକୁର ବିରାଜମାନ ହେବେ, ବାଲି ରଥରେ ବିରାଜମାନ ହେବେ, ଏଇଥିରେ ମଧ୍ୟ ଏଇ ଦୁବ ଘାସରେ ଯୋଉ ରଥ ବନେଇ ଏଇଥିରେ ମଧ୍ୟ ଠାକୁର ବିରାଜମାନ ହେଇଛନ୍ତି। ଆଉ ଏତେ କ୍ଷୁଦ୍ର। ହଁ, ଏ କ୍ଷୁଦ୍ର ସେଇଟା ହଉଛି ଇମ୍ପୋର୍ଟାଣ୍ଟ। ଆପଣ ଖାଲି ଆଖିରେ ଦେଖିପାରିବେ, ଜବ କାଚରେ ହିଁ ଦେଖିପାରିବେ, ନହେଲେ ଦେଖିପାରିବେନି। ସେଇଟା ହିଁ ଆନନ୍ଦ, ଲୋକଙ୍କୁ ଆଶ୍ଚମ୍ବିତ କରୁଛି ଯେ ଏଇ ଛୋଟିଆ ଟା କେମିତି ହେଲା। ତ ଆପଣଙ୍କର କଣ ଲକ୍ଷ୍ୟ? ଲକ୍ଷ୍ୟ ମୁଁ କଣ? ଆଗକୁ କଣ ଲକ୍ଷ୍ୟ?
ଆଗକୁ ଏବେ ଯୋଉଟା ଆଗ କରିଥିଲି 2.3, ଏବେ ଅଛି 1.9 ମିଲିମିଟର ସେଣ୍ଟିମିଟର। ପୁଣି ଆସନ୍ତା ଭାବୁଛି ଆହୁରି ଆହୁରି ଛୋଟ କରିବା। ଠାକୁରଙ୍କର ଆଶୀର୍ବାଦ ହେଲେ ନିଶ୍ଚିତ ଭାବରେ ଆହୁରି ଛୋଟରୁ ଆହୁରି ଛୋଟ କରିହବ। ଆଉ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି, ହଁ, ଏଇ ଛୋଟରେ ମଧ୍ୟ ବଡ ରଥରେ ବି ଠାକୁର ବିଶ୍ୱରେ ପ୍ରଚାର ପ୍ରସାର ହେଇପାରିବ। ଏଇ ଛୋଟିଆ ରଥ କୁନି ରଥରେ ମଧ୍ୟ ସାରା ବିଶ୍ୱ ମଧ୍ୟ ଦେଖିପାରିବ ଯେ ଏଇଥିରେ ମଧ୍ୟ ଠାକୁର ଅଛନ୍ତି। ଜଗନ୍ନାଥଙ୍କର ଏଇ ଛୋଟ ରଥରେ ଠାକୁର ସାରା ବିଶ୍ୱବାସୀଙ୍କୁ ସମସ୍ତଙ୍କୁ ହୃଦୟରେ ସମସ୍ତଙ୍କ ପାଖରେ ରୁହନ୍ତୁ, ଆଉ ସମସ୍ତଙ୍କୁ ନିରାମୟ ନିରୋଗ କରି ରଖନ୍ତୁ। ଦେଶବାସୀ ସୁଖ ଶାନ୍ତିରେ ରହନ୍ତୁ। ଆଉ ଭାଇଚାରାର ସୃଷ୍ଟି ହଉ। ଯେମିତି ଯୋଉ ଆଜିକାଲି ଯୋଉ ଯୁଦ୍ଧ ଦେଶ ଦେଶ ମଧ୍ୟରେ ହଉଛି, ସେଇଟା ନ ହୋଇ ଭାତୃତ୍ୱର ସମ୍ପର୍କ ବଢୁ, ଆଉ ସମସ୍ତେ ସୁଖ ଶାନ୍ତିରେ ରହନ୍ତୁ। ଆପଣ ମାନେ ଶୁଣିଲେ ନିଶ୍ଚିତ ଭାବରେ ଯେ ଛୋଟର ଛୋଟ ଯେତେ କ୍ଷୁଦ୍ରତମ ହେଲେ ବି ସିଏ ଚାହିଁଛନ୍ତି ଯେ ବିଶ୍ୱ ନିୟନ୍ତାଙ୍କୁ ବିଶ୍ୱ ଦରବାରରେ ସମସ୍ତଙ୍କ ହୃଦୟରେ ପ୍ରତିଷ୍ଠା କରିବା ପାଇଁ। ତାଙ୍କର ଏଇ ବହୁତ ବଡ ଆଶା ପୂରଣ ହଉ। ତାଙ୍କର ଲକ୍ଷ୍ୟ ବିସ୍ତୃତ, ଏ ବିସ୍ତୃତ ଲକ୍ଷ୍ୟ ତାଙ୍କୁ ଆଗକୁ ଆଉ ଉନ୍ନତି କରାଉ। ଏହା ହିଁ ଆମର କାମନା। ଭୁବନେଶ୍ୱରରୁ ରାଜାଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।